ଟିକି ଆଉ ମିକି ନାମରେ ଦୁଇ ଭଉଣୀ ତାଙ୍କ ବାପା ରାଜୁ ଆଉ ତାଙ୍କ ସାବତ ମା ମୁନି ସାଙ୍ଗରେ ରହୁଥିଲେ। ଆରେ ମିକି, ଆଉ କେତେ ସମୟ ଦୋଳି ଖେଳିବୁ? ଚାଲ ଏବେ ଘରକୁ ଯିବା, ବାପା ଘରକୁ ଆସି ସାରିଥିବେଣି। ଦିଦି ଆଉ ଟିକେ ରହ, ମତେ ନା ଦୋଳି ଖେଳିବାକୁ ଭାରି ଭଲ ଲାଗେ। ମୁନି, ମୋର ଦୁଇ ଝିଅ କୁଆଡେ ଗଲେ? ଏଯାଏଁ ଘରକୁ ଫେରି ନାହାନ୍ତି। ମୋ ଦୁଇ ଝିଅଙ୍କ ବିନା ମତେ ଖାଇବାକୁ ଜମା ଭଲ ଲାଗେନି। ଏଇ ତ ବାପା, ଆମେ ଆସିଗଲୁ। ଏବେ ଆମେ ତୁମ ସହ ମଜା କରି ଖାଇବୁ। ପୋଡ଼ା ମୁହିଁ ଗୁଡ଼ାଙ୍କର ନାଁ ନେଉ ନେଉ ଆସି ହାଜିର ହେଇଗଲେ। କଣ ହେଲା ମୁନି, କଣ ଭାବୁଛୁ? ମୋ ଦୁଇ ଝିଅ ଆସିଗଲେ, ଶୀଘ୍ର ଖାଇବାକୁ ଆଣେ। ହଁ ହଁ, ବସ, ମୁଁ ଏବେ ଆଣି ଦଉଛି। ସମସ୍ତେ ମିଶି ଖାଇବା ଖାଇଲେ। ତାପରେ ସେମାନେ ଶୋଇବାକୁ ଗଲେ। ମା, ଆଜି ରାତି ଆମ ସାଙ୍ଗରେ ଶୁଅ ନା। ରାତିରେ ଏକୁଟିଆ ଶୋଇବା ପାଇଁ ଆମକୁ ଭାରି ଡର ଲାଗେ। ସାରା ଦିନ ଖଟି ଖଟି ମୁଁ ଥକି ଗଲିଣି। ଏଯାଏଁ ବି ଖାଇବା ଖାଇନି, ଆଉ ଏମାନଙ୍କର ନୂଆ ନାଟକ ଆରମ୍ଭ ହେଇଗଲା। ନା, ଆଉ ନୁହଁ, ମୁଁ କାଲି ହିଁ ଏମାନଙ୍କର କିଛି ବ୍ୟବସ୍ଥା କରିବି। ମୁଁ ଯାଏ, ଆଗ ରାଜୁ ସହ ଏ ବିଷୟରେ କଥା ହୁଏ। ମା ଏସବୁ କଣ କହୁଥିଲେ? ସେ ବାପାଙ୍କୁ କଣ କହିବେ? ମୁଁ ଯାଇ ତାଙ୍କ କଥା ଶୁଣେ। ଆରେ ମୁନି, ତୁ ଏଠି? ମୋ ଦୁଇ ଝିଅ ଶୋଇପଡ଼ିଲେଣି। ରଖ ତମର ସେ ଦୁଇ ଝିଅଙ୍କ କଥା। ମୁଁ ଆଉ ତମ ଦୁଇ ଝିଅଙ୍କର ସେବା କରିପାରିବିନି। ଏଇ ଘରେ ତମ ଦୁଇ ଝିଅ ରହିବେ, ନହେଲେ ମୁଁ ରହିବି। ତମେ ଶୀଘ୍ର ତମ ଦୁଇ ଝିଅଙ୍କୁ ଏ ଘରୁ ବାହାର କର। ଆରେ ତୁ ଏସବୁ କଣ କହୁଛୁ? ମା ହରା ଦୁଇଟି ଛୁଆଙ୍କୁ ମୁଁ କୋଉଠି ନେଇ ଛାଡ଼ିବି? ମୁଁ ସେସବୁ ଜାଣିନି। ମୁଁ ଆଉ ତମ ଦୁଇ ଛୁଆଙ୍କ ସହ ରହିପାରିବିନି। କିଛି ଦିନ ଯଦି ମୁଁ ଏଠି ରହିବି, ମୁଁ ପାଗଳ ହେଇଯିବି। ଭୁଲି ଯାଅନି, ତମ ବିପଦ ସମୟରେ ମୋ ବାପା ମୋଟା ଅଙ୍କର ଟଙ୍କା ଦେଇ ତମକୁ ସାହାଯ୍ୟ କରିଥିଲେ। ତମେ ଘର ଜମି ସବୁ ମୋ ବାପାଙ୍କ ପାଖରେ ବନ୍ଧା ପକେଇଛ। ମୁଁ ଯଦି ରାଗିକି ଏଠୁ ଚାଲିଯିବି, ଦେଖିବ ମୋ ବାପା ତୁମର କଣ ଅବସ୍ଥା କରିବେ। ତୁମେ କାଲି ହିଁ ତୁମର ଦୁଇ ଝିଅଙ୍କୁ ନେଇ ଜଙ୍ଗଲ ଭିତରେ ଛାଡ଼ିଦିଅ। ମା ଏସବୁ କଣ କହୁଛନ୍ତି? ଆମ ଦୁଇ ଭଉଣୀକୁ ନେଇ ଜଙ୍ଗଲ ଭିତରେ ଛାଡ଼ିଦେବେ? ଆମର କଣ ହେବ? ଆମେ କେମିତି ଘରକୁ ଫେରିବୁ? ସେତେବେଳେ ହଠାତ୍ ସେ ଚଢ଼େଇ ଛୁଆର ନଜର ଚମକୁଥିବା କିଛି ପଥର ଉପରେ ପଡ଼ିଲା। ଏତେ ରାତିରେ ବି ଏ ପଥର ସବୁ ଏମିତି ଚକଚକ କରୁଛି। ମୁଁ ଏସବୁ ମୋ ସାଙ୍ଗରେ ନେଇଯାଏ। ଏମିତି ଚିନ୍ତା କରି ସେ ସେଇ ପଥର ଗୁଡ଼ାକୁ ନେଇ ଏକ ପୋଟଳିରେ ରଖିଲା। ତାପରେ ସେ ଶୋଇ ପଡ଼ିଲା। ପରଦିନ ସକାଳେ, ଟିକି, ମିକି, ତମେ ଦୁଇ ଜଣ ଶୀଘ୍ର ବାହାରକୁ ଆସ। କଣ ହେଲା ମା? ଆମକୁ ଡାକିଲ? ହଁ, ମୁଁ ଆଉ ତମ ବାପା ଜଙ୍ଗଲ ଭିତରକୁ ଖାଇବା ଆଣିବା ପାଇଁ ଯାଉଛୁ। ତମେ ଦୁଇ ଜଣ ବି ଆମ ସାଙ୍ଗରେ ଆସ। ତାପରେ ସେମାନେ ଘଞ୍ଚ ଜଙ୍ଗଲ ଭିତରକୁ ଗଲେ। ଏକ ଗଛ ମୂଳେ ଓହ୍ଲେଇ ମୁନି ସେମାନଙ୍କୁ କହିଲା, ଟିକି, ମିକି, ତମେ ଦୁଇ ଜଣ ଏଇଠି ଥାଅ। ମୁଁ ଆଉ ତମ ବାପା ଖାଇବା ଧରି ଶୀଘ୍ର ଏଠାକୁ ଆସିବୁ। ଏମିତି କହି ମୁନି ଆଉ ରାଜୁ ସେଠାରୁ ଚାଲିଗଲେ। ରାଜୁ ବହୁତ କଷ୍ଟ ପାଉଥିଲା। ସେ ପଛକୁ ବୁଲି ବୁଲି ତାର ଦୁଇ ଝିଅଙ୍କୁ ହିଁ ଦେଖୁଥିଲା। ସାରା ଦିନ ବିତିଗଲା। ରାଜୁ ଆଉ ମୁନି ଫେରିଲେନି। ରାତି ହେଇଯିବା ପରେ ମିକି ଭୟରେ କାନ୍ଦିଲା। ଟିକି ଦିଦି, ମତେ ଭାରି ଡର ଲାଗୁଛି। ବାପା ମା ଏଯାଏଁ ଫେରିଲେନି। ଆମେ ଘରକୁ କେମିତି ଯିବା? କାନ୍ଦନି ଭଉଣୀ, ମୁଁ ଜାଣିଥିଲି ଆମ ସହ ଏମିତି କିଛି ହେବ। ସେଥିପାଇଁ ଆସିବା ରାସ୍ତାରେ ମୁଁ ଚମକୁଥିବା କିଛି ପଥର ପକେଇ ଦେଇଛି। ଚାଲ ସେ ପଥର ଗୁଡାକୁ ଦେଖି ଦେଖି ଘରକୁ ଯିବା। ଏମିତି କଥା ହେଇ ଦୁଇ ଭଉଣୀ ଚମକୁଥିବା ସେ ପଥର ଗୁଡାକୁ ଦେଖି ଦେଖି ନିଜ ଘରକୁ ଫେରି ଆସିଲେ। ରାଜୁ ଶୋଇ ନଥିଲା। ସେ ଯେମିତି ତାର ଦୁଇ ଝିଅଙ୍କୁ ଦେଖିଲା, ସେ ଦୌଡ଼ି ଯାଇ ତାର ଦୁଇ ଝିଅଙ୍କୁ ଚାପୁଡ଼ି ଧରି ଅନେକ କାନ୍ଦିଲା। ଏ କଣ ରେ ମା, ତମେ ଦୁଇ ଜଣ ଫେରି ଆସିଲ? ତମେ ମାନେ ଠିକ ଅଛ ତ? ମୋର ଭୁଲ ହେଇଗଲା। ମୁଁ ଆଉ କେବେ ତମ ମାନଙ୍କୁ ଏକା ଛାଡ଼ିବିନି। ଆରେ କଣ ଏଗୁଡା ଘରକୁ କେମିତି ଫେରିଲେ? ନା, ଏମାନଙ୍କୁ ମୁଁ ଏମିତି ଛାଡ଼ି ପାରିବିନି। ମତେ ହିଁ କିଛି କରିବାକୁ ପଡ଼ିବ। ସେ ରାତି ଯାଇ ସକାଳ ହେଲା। ରାଜୁ ଯେମିତି କାମକୁ ଚାଲିଗଲା, ମୁନି ଟିକି ଆଉ ମିକିକୁ ଡାକିଲା। ଟିକି, ମିକି, ଚାଲ ଆମେ ଆଜି ତମ ମାଉସୀ ଘରକୁ ବୁଲିବା ପାଇଁ ଯିବା। ତୁମେ ସତ କହୁଛ ମା? ଆଜି ଆମେ ମାଉସୀ ଘରକୁ ଯିବା? ଅନେକ ଦିନ ହେଇଗଲାଣି ଆମେ ମାଉସୀ ଘରକୁ ଯାଇନୁ। ଚାଲ ଚାଲ ମା, ଶୀଘ୍ର ଯିବା।
ମତେ ଭାରି ଶୋଷ ଲାଗୁଛି। ତମେ ଦୁଇ ଜଣ ଏଇଠି ଥାଅ, ମୁଁ ଯାଉଛି ପାଣି ପିଇ ଆସିବି। ମାମା, ଆମେ ବି ତୁମ ସହ ଯିବୁ। ନା, ତମେ ଦୁଇ ଜଣ ଏଇଠି ଥାଅ, ମୁଁ ପାଣି ପିଇ ଶୀଘ୍ର ଫେରି ଆସିବି। ଦିଦି, ମା ଆଜି ବି ଆମକୁ ଛାଡ଼ି ଚାଲିଗଲେ। ଏବେ ଆମେ ଘରକୁ କେମିତି ଫେରିବା? କାନି ଭଉଣୀ, ଆଜି ଆମ ନିଜ ମା ନାହିଁ ବୋଲି ଆମ ସାବତ ମା ଆମ ସହ ଏମିତି କରୁଛନ୍ତି। ମା, ତୁ ଆମକୁ ଛାଡ଼ି କାହିଁକି ଚାଲିଗଲୁ? ଦୁଇ ଭଉଣୀ କାନ୍ଦି କାନ୍ଦି ସେ ରାତିରେ ସେଠି ଶୋଇପଡ଼ିଲେ। ସକାଳ ହେଲା ପରେ, ଆରେ ଭଉଣୀ ଉଠ ଉଠ, ସକାଳ ହେଇଗଲାଣି, ଚାଲିବେ ଘରକୁ ଫେରିବାର ରାସ୍ତା ଖୋଜିବା। ତାପରେ ଦୁଇ ଭଉଣୀ ଘରକୁ ଫେରିବାର ରାସ୍ତା ଖୋଜିଲେ। ଏମିତି ଖୋଜୁ ଖୋଜୁ ହଠାତ୍ ସେମାନେ ଏକ ବଡ଼ ଚକୋଲେଟ ଘର ଦେଖିବାକୁ ପାଇଲେ। ଦିଦି ଦେଖ ନା, ଏଠି କେତେ ବଡ଼ ଗୋଟେ ଚକୋଲେଟ ଘର ଅଛି। ଚାଲ ଦିଦି, ସେ ଘରୁ କିଛି ଚକୋଲେଟ ଆଣି ଖାଇବା, ଭାରି ଭୋକ ଲାଗିଲାଣି। ହଠାତ୍ ସେ ଚକୋଲେଟ ଘର ଭିତରୁ ଏକ ବୁଢ଼ୀ ଚଢ଼େଇ ବାହାରି ଆସି ସେମାନଙ୍କୁ କହିଲା, ଆରେ ଛୋଟ ଛୋଟ ଛୁଆମାନେ, ତମମାନଙ୍କୁ ଭୋକ ଲାଗୁଥିବ। ଆସ ଆସ, ମୋ ଘର ଭିତରକୁ ଆସ। ମୋ ଘରେ ଅନେକ ଖାଇବା ଅଛି, ପେଟ ପୂରା ଖାଇବା ଖାଇବ। ତା ସହ ମୁଁ ତମମାନଙ୍କୁ ଅନେକ ଅନେକ ଚକୋଲେଟ ବି ଦେବି। ବୁଢ଼ୀ ଚଢ଼େଇର କଥା ଶୁଣି ଟିକି ଆଉ ମିକି ସେ ଘର ଭିତରକୁ ଗଲେ। ବୁଢ଼ୀ ଚଢ଼େଇଟି ସେମାନଙ୍କୁ ଅନେକ ସାରା ଖାଇବା ସହ ଚକୋଲେଟ ବି ଦେଲା। ଦୁଇ ଛୁଆ ମନ ଭରି ଖାଇବା ଖାଇଲେ। ପ୍ରକୃତରେ ସେ ବୁଢ଼ୀ ଚଢ଼େଇଟି ଥିଲା ଗୋଟେ ଭୟଙ୍କର ପିଶାଚି। ଚକୋଲେଟ ଖାଇବା ଲୋଭରେ ଯିଏ ବି ସେ ଘର ଭିତରକୁ ଯାଉଥିଲା, ପିଶାଚି ତାକୁ ମାରି ଖାଇ ଦେଉଥିଲା। ଆମ ପେଟ ପୁରିଗଲା, ଆମେ ଏବେ ଘରକୁ ଯିବୁ। ଆଉ ତମେମାନେ ଘରକୁ ଫେରି ପାରିବନି, ଆଜିଠୁ ଏଇଠି ତମେମାନେ ରହିବ। ଏମିତି କହି ସେ ବୁଢ଼ୀ ପିଶାଚି ସାନ ଛୁଆ ମିକିକୁ ପିଞ୍ଜରା ଭିତରେ ରଖିଲା। ଛାଡ଼ିଦିଅ, ମୋ ଭଉଣୀକୁ ଛାଡ଼ିଦିଅ। ମତେ ଛୋଟ ଛୁଆଙ୍କୁ ଖାଇବାକୁ ଭାରି ଭଲ ଲାଗେ। ତୋ ଭଉଣୀକୁ ମୁଁ ଖାଇବି, ହେଲେ ଏବେ ନୁହଁ। ସେ ଆଉ ଟିକେ ମୋଟା ହେଇସାରୁ, ତାପରେ ମୁଁ ତାକୁ ଖାଇବି। ତୁ ବଡ଼, ସେଥିପାଇଁ ତୁ ଆଜିଠୁ ମୋ ଘରର ସବୁ କାମ କରିବୁ। ଭଲ ଭଲ ରୋଷେଇ କରି ତୋ ଭଉଣୀକୁ ଖାଇବାକୁ ଦେ। ସେ ମୋଟା ହେଲେ ମୁଁ ତାକୁ ଖାଇବି। ସେଦିନ ପରଠାରୁ ଟିକି ଆଉ ମିକି ପିଶାଚିର ଘରେ ବନ୍ଦୀ ହେଇ ରହିଲେ। ଟିକି ଚଢ଼େଇ ପିଶାଚି ଘରର ସବୁ କାମ କରୁଥିଲା। ଏମିତି କିଛି ଦିନ ବିତିଗଲା। ଦିନେ ବୁଢ଼ୀ ପିଶାଚିଟି କହିଲା, ଅନେକ ଦିନ ହେଇଗଲାଣି ମୁଁ ଚଢ଼େଇ ମାଂସ ଖାଇନି। ଆଜି ମୋର ଚଢ଼େଇ ମାଂସ ଖାଇବା ପାଇଁ ଭାରି ଇଚ୍ଛା ହେଉଛି। ଯାଏ, ମୁଁ ଆଜି ତାକୁ ଖାଇନିଏ। ଏଇଠିକି ଯା, ଚୁଲିରେ ଯୋଉ ବଡ଼ ହାଣ୍ଡି ଅଛି ସେଥିରେ ପାଣି ଗରମ କରିବୁ। ମତେ ଆଜି ଭାରି ଭୋକ ଲାଗୁଛି। ମୁଁ ଆଜି ତ ଭଉଣୀର ସୁପ୍ ବନେଇକି ପିଇବି। ନା ନା, ଏମିତି କରନି, ମୋ ଭଉଣୀକୁ ମାରନି, ତାକୁ ଭାରି କଷ୍ଟ ହେବ। ତୁମେ ମତେ ମାରି ଖାଇନିଅ, ମୋ ଭଉଣୀକୁ ଛାଡ଼ିଦିଅ। ଚୁପ୍, ଏକଦମ ଚୁପ୍। ବେଶୀ ପାଟି କରିବୁ ତ ମୁଁ ତମ ଦୁଇ ଜଣକୁ ଏକା ସାଙ୍ଗରେ ଖାଇଦେବି। ଯା, ଶୀଘ୍ର ପାଣି ଗରମ କରିବୁ। ହେ ଭଗବାନ, କିଛି ରାସ୍ତା ଦେଖାଅ। ମୁଁ ମୋ ଭଉଣୀକୁ କେମିତି ରକ୍ଷା କରିବି? ଆମ ଉପରେ ଦୟା କର ପ୍ରଭୁ। ଏଇଠିକି ପାଣି ଗରମ ହେଲା ନା ନାଇଁ ଶୀଘ୍ର କହ। ଇଏ ମାନେ, ମୁଁ ତ ବହୁତ ଛୋଟ, ଏତେ ବଡ଼ ହାଣ୍ଡିରେ ପାଣି ଗରମ ହେଲା କି ନାହିଁ ମୁଁ ଦେଖିପାରୁନି। ଓହୋ, ମୁଁ ଆଉ ଅପେକ୍ଷା କରିପାରିବିନି। ଯା, ମୋ ଘରେ ଥିବା ସିଡ଼ି ଆଣିବୁ। ମୁଁ ନିଜେ ଦେଖିବି ପାଣି ଗରମ ହେଲା କି ନାହିଁ। ଟିକି ଚଢ଼େଇ ଏକ ବଡ଼ ସିଡ଼ି ଆଣି ସେଠି ରଖିଦେଲା। ପିଶାଚି ପାଣି ଦେଖିବା ପାଇଁ ସିଡ଼ି ଚଢ଼ିଲା। ସେ ପାଣିକୁ ଦେଖିବା ସମୟରେ ହିଁ ଟିକି ଚଢ଼େଇ ପଛପଟୁ ତାକୁ ଧକ୍କା ଦେଇ ସେଇ ଗରମ ପାଣିରେ ପକାଇଦେଲା। ପିଶାଚି ସେଇ ଗରମ ପାଣିରେ ଛଟପଟ ହେଇ ମରିଗଲା। ସେ ଯେମିତି ମରିଗଲା, ମିକି ପିଞ୍ଜରା ଭିତରୁ ବାହାରି ଆସିଲା। ମିକି, ସେ ପିଶାଚି ମରିଗଲା, ଚାଲ ଏବେ ଘରକୁ ଫେରିଯିବା। ହଁ ଦିଦି, ଚାଲ ଏବେ ଘରକୁ ଯିବା। ଦିଦି ଦେଖେ, ଏ ଘରେ କେତେ ସୁନା ଟଙ୍କା ଅଛି, ଚାଲ ଏଥିରୁ କିଛି ନେଇଯିବା। ଦୁଇ ଭଉଣୀ ଅନେକ ସାରା ସୁନା ଟଙ୍କା ଧରି ସେ ଘରୁ ବାହାରି ଆସିଲେ।
ସେମାନେ ତାଙ୍କ ଘରକୁ ଫେରିବାର ରାସ୍ତା ଖୋଜୁଥିଲେ। ହଠାତ୍ ସେମାନେ ତାଙ୍କ ବାପାକୁ ଦେଖିଲେ। ରାଜୁ ଜଙ୍ଗଲରେ ବୁଲି ବୁଲି ତାର 2 ଝିଅଙ୍କୁ ହିଁ ଖୋଜୁଥିଲା। ଟିକି ଆଉ ମିକି ଶୀଘ୍ର ତାଙ୍କ ବାପାଙ୍କ ପାଖକୁ ଗଲେ ଆଉ ତାକୁ ସବୁ ଘଟଣା କହିଲେ। ମାରେ, ମତେ ତମେ ମାନେ କ୍ଷମା କରିଦିଅ। କେତେ ଦିନରୁ ମୁଁ ତମମାନଙ୍କୁ ଖୋଜୁଥିଲି। ମୁଁ ତମର ସେ ସାବତ ମାକୁ ଘରୁ ବାହାର କରିଦେଇଛି। ତାରି ପାଇଁ ତମେ ମାନେ ଅନେକ କଷ୍ଟ ପାଇଲ। ଆଉ ନୁହଁ, ଚାଲ ଏବେ ଘରକୁ ଯିବା। ରାଜୁ ତାର 2 ଝିଅଙ୍କୁ ନେଇ ଘରକୁ ଫେରି ଆସିଲା। ଟିକି ଆଉ ମିକି ଆଣିଥିବା ସୁନା ଟଙ୍କାରେ ସେମାନେ ତାଙ୍କର ସବୁ ଋଣ ସୁଝିଦେଲେ। ସେଦିନ ପରଠାରୁ ସେମାନେ ଅନେକ ଖୁସିରେ ରହିଲେ। ଜଙ୍ଗଲର ଶେଷ ମୁଣ୍ଡରେ ଘର କରି ଏକ ବୁଢ଼ୀ ପିଶାଚି ରହୁଥିଲା। ପିଶାଚି ତା ଘର ସାମ୍ନାରେ ଏକ ଆଳୁଚପର ଦୋକାନ ଦେଇଥିଲା। ଜଙ୍ଗଲର ଅଧିକାଂଶ ଚଢ଼େଇ ପିଶାଚିର ଆଳୁଚପ ଦୋକାନ କଥା ଜାଣିଥିଲେ। କେହି ବି ତା ଘର ରାସ୍ତା ଦେଇ ଯିବା ଆସିବା କରୁନଥିଲେ। ହେଲେ ଯିଏ ବି ସେ ରାସ୍ତାରେ ଯାଉଥିଲା ଆଉ ପିଶାଚିର ଆଳୁଚପ ଖାଉଥିଲା, ତାଙ୍କ ସହ କ'ଣ ହେଉଥିଲା ଆସନ୍ତୁ ଜାଣିବା। ଅଛି ମୋ ପାଖରେ ଏମିତି ମସଲା, ଦେବି ମୁଁ ଆଳୁ ଚପରେ ଢାଳି। ଯିଏ ବି ଖାଇବ ମୋ ଆଳୁଚପ, ସିଏ ସାରା ଜୀବନ ବନ୍ଦୀ ହେଇ ରହିବ ଏଠି। ଆଜି ଘରକୁ ଫେରୁ ଫେରୁ ଅନେକ ରାତି ହେଇଗଲା। ଭାରି ଭୋକ ବି ଲାଗିଲାଣି। ଯଦି କୋଉଠି ଖାଇବା ମିଳିଯାଆନ୍ତା। ହେଲେ ଏତେ ରାତିରେ କିଏ ଦୋକାନ ଖୋଲିଥିବ? ଆରେ, ଆଗରେ କ'ଣ ଏକ ଆଳୁଚପର ଦୋକାନ ଅଛି। ଯାଏ କିଛି ଖାଇନିଏ। ଆରେ ବାବୁ, ଆପଣ ଆଳୁଚପ ଖାଇବେ କି? ହଁ, ମତେ 2ଟି ଆଳୁଚପ ଦିଅ। ଆଚ୍ଛା, ଏତେ ରାତି ହେଲାଣି ତୁମେ ଦୋକାନ କାହିଁକି ଖୋଲିଛ? ମୋ ଦୁଃଖ କଥା କ'ଣ ଆଉ କହିବି। ମୁଁ ତ ବୁଢ଼ୀ ଲୋକ, ଜଙ୍ଗଲରେ ବୁଲି ବୁଲି ଆଳୁଚପ ବିକ୍ରି କରିପାରିବିନି। ସେଥିପାଇଁ ଘର ଆଗରେ ଦୋକାନ ଦେଇ ଆଳୁଚପ ବିକ୍ରି କରୁଛି। ଏ ରାସ୍ତା ଦେଇ ବେଶୀ ଚଢ଼େଇ ଯିବା ଆସିବା କରନ୍ତିନି। ସେଥିପାଇଁ ଦିନ ରାତି ଦୋକାନ ଖୋଲି ମୁଁ ବସିଥାଏ। ଆରେ ମୋହନ, 2ଟି ଆଳୁଚପ ଆଣିଲୁ। ମୋହନ ନାମକ ଏକ ଚଢ଼େଇ 2ଟି ଆଳୁଚପ ନେଇ ରାଜୁକୁ ଦେଲା। ମୋହନର ଆଖି 2ଟି ଥିଲା ପୁରା ଧଳା। ତାକୁ ଦେଖି ରାଜୁ ଟିକେ ଡରିଗଲା। ସେ ପିଶାଚିକୁ ପଚାରିଲା, ଏ ମୋହନର ଦେହ ଭଲ ନାହିଁ କି? ତା ଆଖି ଏମିତି ଧଳା କ'ଣ ପାଇଁ? ଆଉ ସେ କିଛି କଥା କହୁନି କାହିଁକି? ସେସବୁ ଜାଣି ଆପଣ କ'ଣ କରିବେ? କିଛି ସମୟ ପରେ ତ ଆପଣ ବି ତା ଭଳି ହେଇଯିବେ। ମାନେ? ନା ନା, ସେ କିଛି ନୁହଁ। ଆପଣଙ୍କ ଆଳୁଚପ ଥଣ୍ଡା ହେଇଯାଉଛି, ଖାଇ ନିଅନ୍ତୁ। ବାଃ, ତୁମ ଆଳୁଚପ ତ ଭାରି ସ୍ୱାଦିଷ୍ଟ ଥିଲା। କେତେ ଟଙ୍କା ଦେବି କୁହ? ଆଉ ତତେ ଟଙ୍କା ଦେବାକୁ ପଡ଼ିବନି। ତୁମ ଆଳୁଚପର ଦାମ ଦେଇପାରିବୁନି। ମାନେ? ତୁମେ ଏମିତି କାହିଁକି କହୁଛ? କ'ଣ ଖାଲି ମାନେ ମାନେ କରୁଛୁ? ତୁ କ'ଣ ଏଯାଏଁ କିଛି ବୁଝିପାରିଲୁନି? ମୋ ଆଳୁଚପର ଦାମ ହେଲା ତୋ ଜୀବନ। ଆଜିଠୁ ତୁ ସାରା ଜୀବନ ମୋ ଗୋଲାମ ହେଇ ରହିବୁ। ନା ନା, ମତେ ଛାଡ଼ିଦିଅ। ତୁ ଆଉ କେବେ ବି ମୋ ପାଖରୁ ମୁକ୍ତ ହେଇପାରିବୁନି। ମାଲିକାଣୀ, ଆଜିଠୁ ମୁଁ ତୁମ ଗୋଲାମ। ମତେ ଆଦେଶ ଦିଅନ୍ତୁ। ଆରେ ସାଙ୍ଗମାନେ, ଜାଣିଛ ରାଜୁ କାକା କାଲି ପାଖରୁ ମିଳୁନାହାନ୍ତି। ସମସ୍ତେ କହୁଛନ୍ତି ଜଙ୍ଗଲର ଶେଷ ମୁଣ୍ଡରେ ରହୁଥିବା ସେ ପିଶାଚି ରାଜୁ କାକାଙ୍କର କିଛି କ୍ଷତି କରିଦେଇଛି। ସେ ପିଶାଚି ଆଳୁଚପର ଦୋକାନ ଦେଇଛି। ଯିଏ ବି ତା ଆଳୁଚପ ଖାଏ, ସେ ତାର ଗୋଲାମ ହେଇଯାଏ। କ'ଣ ହେଲା? ପିଶାଚି ସେସବୁ କ'ଣ ଆଉ ଅଛନ୍ତି? ସେମାନେ ଆଗରୁ ଥିଲେ। ଏବେ ସେ ଭୂତ ପିଶାଚି ଏ ଦୁନିଆରେ ନାହାନ୍ତି। ମୁଁ ସତ କଥା ଜାଣିଲି। ଗାଁ ଲୋକଙ୍କ ପାଖରୁ ଯାହା ଶୁଣିଲି ତାହା କହିଲି। ମୁଁ ଶୁଣା କଥାକୁ ବିଶ୍ୱାସ କରେନି। ମୁଁ ଆଜି ରାତିରେ ସେଠାକୁ ଯାଇ ଦେଖିବି ସତରେ ସେଠି ପିଶାଚିର ଦୋକାନ ଅଛି କି ନାହିଁ। ଯଦି ଥାଏ ବି, ମତେ ଆଳୁଚପ ଖାଇବାକୁ ମିଳିଯିବ। ଆରେ, ତୁ କ'ଣ କହୁଛୁ? ତୋ ମୁଣ୍ଡ ଠିକ ଅଛି ତ? ତୁ ଯଦି ଥରେ ସେଠାକୁ ଯାଇ ପିଶାଚିର ଆଳୁଚପ ଖାଇବୁ, ତୁ ଆଉ ଦିନେ ବି ସେଠାରୁ ଆସିପାରିବୁନି। ସେଦିନ ରାତିରେ ହିଁ ମୁନା ଜଙ୍ଗଲ ଭିତରକୁ ଗଲା। ସେ ଦେଖିଲା ସେଠି ସତ ସତିକା ଏକ ଆଳୁଚପର ଦୋକାନ ଅଛି। ପିଶାଚି ଯେମିତି ମୁନାକୁ ଦେଖିଲା, ସେ ତ ଖୁବ୍ ଖୁସି ହେଇଗଲା। ସେ ମୁନାକୁ ଆଦର କରି ତା ପାଖକୁ ଡାକିଲା। ଆରେ ପୁଅ, ଆ ମୋ ଦୋକାନକୁ ଆ।
ଆଳୁଚପ ଖାଇବୁ କି? ହଁ ଖାଇବି ଯେ, ହେଲେ ମୋ ପାଖରେ ତ ଟଙ୍କା ନାହିଁ। ଓହୋ, ତୁ ଟଙ୍କା କଥା ଚିନ୍ତା କରନି। ତୁ ଖାଲି ପେଟ ପୂରା ଆଳୁଚପ ଖା। ମତେ ଟଙ୍କା ଦେବା ଦରକାର ନାହିଁ। ଆରେ ଇଏ କ'ଣ ମତେ ମାଗଣାରେ ଖାଇବାକୁ ଦେଉଛି? ଏମିତି ତ ମାଗଣାରେ କାହାକୁ କେହି କିଛି ଦିଅନ୍ତିନି। ଇଏ ନିଶ୍ଚୟ ମୁଁ ଶୁଣିଥିବା ସେ ପିଶାଚି ହେଇଥିବ। ଏବେ ମୁଁ ୟା ପାଖରୁ ରକ୍ଷା କେମିତି ପାଇବି? କ'ଣ କିରେ ପୁଅ, କ'ଣ ଚିନ୍ତା କରୁଛୁ? ନେ କିଛି ଆଳୁଚପ ଖାଇନେ। ହଁ ହଁ, ମତେ 50ଟା ଆଳୁଚପ ଦିଅ, ମୁଁ ଖାଇବି। ଏତେ ଗୁଡ଼େ ଆଳୁଚପ ତୁ କ'ଣ ଖାଇପାରିବୁ? ହଁ ହଁ, ମୁଁ ଖାଇପାରିବି। ମତେ ଭାରି ଭୋକ ଲାଗୁଛି। ଏତେ ଗୁଡ଼େ ଆଳୁଚପ ପାଇଁ ମୋ ପାଖରେ ଏବେ ମସଲା ନାହିଁ। ଆଚ୍ଛା ହଉ, ତୁ ଟିକେ ଏଠି ବସିଥା। ମୁଁ ଯାଉଛି ମୋ ଘରୁ ମସଲା ନେଇ ଆସିବି। ମୁଁ ବି ଯାଇ ଦେଖେ ପିଶାଚି ଘର ଭିତରେ କ'ଣ କରୁଛି। ଆରେ ଆରେ, ସେ ପିଲାଟା କ'ଣ ସତରେ 50ଟା ଆଳୁଚପ ଖାଇପାରିବ? ଯଦି ନ ଖାଇପାରିବ, ସେ ମୋ ଗୋଲାମ ହେଇ ରହିପାରିବନି। ଯଦି ମୁଁ ଏବେ ତାକୁ ଆଳୁଚପ ନ ଦେବି, ସେ ଏଠୁ ପଳେଇବ। ନା ନା, ମୁଁ ତାକୁ ଆଗ ଆଳୁଚପ ଦିଏ। ପିଶାଚୀର ଏ ସବୁ କଥା ମୁନା ଶୁଣିପାରିଲା। ସେ ପୁଣି ଥରେ ବସିବା ପାଇଁ ଚାଲିଗଲା। ଆଚ୍ଛା ତାହେଲେ ଏ ପିଶାଚି ସମସ୍ତଙ୍କୁ ଏମିତି ଗୋଲାମ ବନଉଛି। ତାକୁ ଶାସ୍ତି ଦେବା ପାଇଁ ମତେ ଗୋଟେ ଉପାୟ ମିଳିଗଲା। ଏଇ ନେ ତ 50ଟା ଆଳୁଚପ, ଶୀଘ୍ର ଶୀଘ୍ର ଖାଇନେ, ନହେଲେ ଥଣ୍ଡା ହେଇଯିବ। ମୁନା ଖାଇବା ଆରମ୍ଭ କଲା। ସେ ବହୁତ ଧୀରେ ଧୀରେ ଖାଉଥିଲା, ଯେମିତି ତା ଖାଇବା ଶୀଘ୍ର ସରିବନି। ସମୟ ଗଡ଼ି ଚାଲିଲା। ଦେଖୁ ଦେଖୁ ସକାଳ ହେଇଗଲା। ଆରେ ଆରେ, ଏ ବଦମାସ ପିଲା ଏଯାଏଁ ଖାଇସାରିଲାନି। ଏପଟେ ସକାଳ ହେଇଗଲାଣି। ସକାଳେ ମୋ ଯାଦୁ କିଛି କାମ କରିବନି। ସୂର୍ଯ୍ୟର କିରଣ ମୁଁ ସହିପାରେନି। ଏ ପିଲାକୁ ମୁଁ ଶୀଘ୍ର ଏଠୁ ବାହାର କରେ। ଏଇ ପିଲା, ବାହାର ବାହାର ମୋ ଦୋକାନରୁ। ଆରେ ଆରେ, ମତେ ଦୋକାନରୁ କାହିଁକି ବାହାର କରୁଛ? ମୁଁ ଆହୁରି 20ଟା ଆଳୁଚପ ଖାଇବି, ମତେ ଦିଅ। ଚୁପ୍ କର, ପୁରା ଖାଇ ସାରିନି। କହିଲା କ'ଣ ନା ଆହୁରି 20ଟା ଆଳୁଚପ ଖାଇବ। ଦେ ଦେ ମୋ ଆଳୁଚପ, ମୋ ଦୋକାନରୁ ଶୀଘ୍ର ବାହାର। ଏମିତି କହି ପିଶାଚି ମୁନାକୁ ତା ଦୋକାନରୁ ବାହାର କରି ତା ଦୋକାନ ବନ୍ଦ କରିଦେଲା। ମୁନା ଖୁସିରେ ନିଜ ଘରକୁ ଫେରି ଆସିଲା। ତାପରେ ସେ ତା ସାଙ୍ଗମାନଙ୍କ ପାଖକୁ ଗଲା, ଆଉ ତାର ସାଙ୍ଗମାନଙ୍କୁ ସବୁ ଘଟଣା କହିଲା। ମୁଁ ଆଜି ରାତି ବି ପୁଣି ଥରେ ସେ ପିଶାଚିର ଦୋକାନକୁ ଯିବି, ଆଉ ଆଳୁଚପ ଖାଇ ଆସିବି। ଆରେ ମୁନା, ସେ ଭୁଲ ଆଉ କରନି। ଗତ ରାତି ସିନା ଆସ୍ତେ ଆସ୍ତେ ଖାଇ ପିଶାଚି ପାଖରୁ ମୁକ୍ତ ହେଇଗଲୁ, ଆଜି କେମିତି ଫେରିବୁ? ମୋର କିଛି ବି ହେବନି। ସେ ଦୁଷ୍ଟ ପିଶାଚିକୁ ଶାସ୍ତି ଦେବା ପାଇଁ ମୁଁ ଏକ ଉପାୟ ଚିନ୍ତା କରିଛି। ଏମିତି ସେଦିନ ରାତିରେ ପୁଣି ଥରେ ମୁନା ପିଶାଚିର ଦୋକାନକୁ ଗଲା। ତାକୁ ଦେଖି ପିଶାଚି କହିଲା, ଆରେ ବଦମାସ ପିଲା, ଆଜି ପୁଣି ଆସିଲୁ? କାଲି ସିନା ତୁ ମୋ ପାଖରୁ ଖସି ଯାଇଥିଲୁ, ଆଜି କେମିତି ଯିବୁ ଦେଖିବି। କିରେ ପୁଅ, ଆଜି ବି ଆଳୁଚପ ଖାଇବାକୁ ଆସିଛୁ? କେତେଟା ଖାଇବୁ କହ? ଆଜି ବି ମତେ 50ଟା ଆଳୁଚପ ଦିଅ, ମୁଁ ଖାଇବି। ଗତ ରାତି ଏତେ ଗୁଡ଼ିଏ ଆଳୁଚପ ନେଇ ଖୁବ୍ ଆସ୍ତେ ଆସ୍ତେ ଖାଇ ଭଲ ନାଟ ଲଗେଇଥିଲୁ। ଆଜି ସେମିତି କରନି। ଆଗ 10ଟା ଆଳୁଚପ ନେଇ ଖା, ସରିଲେ ମୁଁ ଆଉ 10ଟା ଦେବି। ଏମିତି କହି ପିଶାଚି ମୁନାକୁ 10ଟା ଆଳୁଚପ ଖାଇବାକୁ ଦେଲା। ମୁନା ବି ଆଳୁଚପ ଖାଇଲା। କିଛି ସମୟ ପରେ ସେ ସବୁ ଆଳୁଚପ ଖାଇ ଶେଷ କରିଦେଲା। ଏମିତି ଦେଖି ପିଶାଚି ଖୁବ୍ ଖୁସି ହେଇଗଲା। ଆଜି ଯିବୁ କୁଆଡ଼େ ପିଲା? ଆଜିଠୁ ତୁ ଗୋଲାମ ହେଇ ରହିବୁ, ଆଉ ମୁଁ ହେବି ତୋର ମାଲିକାଣୀ। ଆଦେଶ ଦିଅନ୍ତୁ ମାଲିକାଣୀ। କାଲି ତୁମ ଆଳୁଚପ ଖାଇ ଖାଇ ମୋର ଅଧା ମସଲା ନଷ୍ଟ କରିଦେଇଥିଲୁ। ଯା, ବଜାରରୁ ଆଳୁଚପର ସବୁ ସାମଗ୍ରୀ ଚୋରି କରି ଆଣିବୁ। ତାପରେ ପିଶାଚି ଆଳୁଚପ ତିଆରି କରିବାରେ ଲାଗି ପଡ଼ିଲା। ମୁନା ଶୀଘ୍ର ବାହାରକୁ ଗଲା, ଆଉ ସେ ଲୁଚେଇଥିବା ଏକ ଆଳୁଚପ ବାହାର କରି ପିଶାଚିକୁ ଦେଖେଇ କହିଲା, ମୁଁ କାହିଁ ତ ଗୋଲାମ ହେଇ ରହିବି? ମୋ ଆଳୁଚପ ଖିଆ ସରି ନଥିଲା। ବୋକା ପିଶାଚି, ମୁଁ ତ ଗୋଲାମ ହେବାର ଆକ୍ଟିଂ କରୁଥିଲି, ତୁ ଜାଣିପାରିଲୁନି। ବଦମାସ ପିଲା, ଆଜି ପୁଣି ମତେ ଠକିଦେଲୁ। ମୁଁ ତତେ ଛାଡ଼ିବିନି। ଦେ
ଦେ ମୋ ଆଳୁଚପ। ରହ କହୁଛି। ମୁନା ବହୁତ ଶୀଘ୍ର ଶୀଘ୍ର ଉଡ଼ୁଥିଲା। ବୁଢ଼ୀ ପିଶାଚି ତାକୁ ଧରି ପାରିଲାନି। କିଛି ସମୟ ପରେ ସକାଳ ହେଇଗଲା। ସୂର୍ଯ୍ୟର କିରଣ ଯେମିତି ପିଶାଚି ଦେହରେ ବାଜିଲା, ପିଶାଚି ଦେହରେ ନିଆଁ ଲାଗିଗଲା। ପିଶାଚି ସେଇ ନିଆଁରେ ଜଳି ଶେଷ ହେଇଗଲା।